ସ୍ୱାମୀର ଅଧିକାର ନେଇ ସେଥିରେ ଯଦି ମୋ ଗାଲକୁ ଗୋଟେ ଶକ୍ତ ଜାବଡାରେ ମାରିଥାନ୍ତ ତାହେଲେ ଆଜି ଏତେ ସବୁ ଘଟଣା ଘଟି ନଥାନ୍ତା। ଭାବିଛି ଅନେକ ଥର ଭାବିଛି ତମ ମୁହଁକୁ ଚାହିଁବିନି, ଗାଲକୁ ଥାପଟେ ପକେଇବି, ପୁଣି ଆପେ ଆପେ ଚୁପ୍ ହେଇଯାଇଛି। କାହିଁ କହିଲ? କାହିଁକି? ତମକୁ ମାରିଲେ ପରା ମତେ କାଟିବ। ଏତେ ଭଲ ପାଉନି ଗୌର ଦାସ, ଏତେ ଭଲ ପାଉନି ମତେ। ଭଲ ପାଇବାଟା କମେଇ ଦିଅ, ତା ନହେଲେ ତମେ ବହୁତ ପସ୍ତେଇବ। ପାରୁଛ ଯଦି ତମେ ତମେ ମତେ ଘୃଣା କର। କାହାକୁ ଘୃଣା କରିବି? ମତେ ଘୃଣା କର। ଯେ ମତେ ବଞ୍ଚିବା ପାଇଁ ଭିକ ମାଗୁଥିଲା ତାକୁ। ହଁ, କାହାକୁ ଘୃଣା କରିବି? ଯେ ମତେ ଜମ ମୁହଁରୁ ଫେରି ଆଣିବା ପାଇଁ ନିଜକୁ ଆଉ କା ପାଖରେ ବନ୍ଧା ପକେଇ ଦେଇଥିଲା ତାକୁ। ହଁ, ମତେ ଘୃଣା କର। ତମକୁ ଘୃଣା କଲା ବେଳକୁ ତମେ ସ୍ତ୍ରୀରୁ ପ୍ରେମିକା ପ୍ରେମିକା ବାସୁଛ। ପ୍ରେମ ନଜର ତମଠୁ ଦୂରେଇ ଦୂରେଇ ଗଲା ବେଳକୁ ତମେ ପୁରା ମୋ ପାଖକୁ ପାଖକୁ ଆଉଜି ଆସୁଛ। ମୁଁ ଠିକ ଜାଣିଛି ପ୍ରେମ ତମେ ଯେତେ ମୋ ଉପରେ ରାଗୁଛ ସେତେ ନିଜର ନିଜର ଭାବୁଛ। ଠାକୁରେ, ଜୀବନରେ ତୁମକୁ ମୁଁ କେବେ କିଛି ମାଗିନି, ଆଜି ଏତିକି ମାଗୁଛି ପ୍ରଭୁ, ଆର ଜନ୍ମରେ ଯଦି ମତେ ନାରୀ ଜନ୍ମ ଦିଅ ତାହେଲେ ତାହେଲେ ମତେ ଏଇ ଗୌର ଦାସର ସ୍ତ୍ରୀ କରିବ ପ୍ରଭୁ, ମତେ ଏଇ ଗୌର ଦାସର ସ୍ତ୍ରୀ କରିବ। ରମିତା, ତମେ ତମେ ମୋ ସ୍ତ୍ରୀ ହବା ପାଇଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛ ନା? କାନ୍ଦୁଛ କାହିଁକି? କାନ୍ଦୁଛ କାହିଁକି? ଏଇଥିପାଇଁ କାନ୍ଦୁଛି ଯେ କାହିଁ କାନ୍ଦୁଛ? ମୁଁ ତମଠାରୁ ବହୁତ ଦୂରକୁ ଚାଲିଯିବି। ମାନେଟା କଣ ତମେ ଜାଣିଛ, କିନ୍ତୁ ମତେ ଲୁଚଉଛ। କାହିଁ ମୋର ତ କିଛି ମନେ ପଡୁନି। ମତେ ବ୍ଲଡ କ୍ୟାନ୍ସର ହେଇଛି। ନମିତା, ସମୟଟା ଯେତେବେଳେ ଯୋଉ ବାଟେ ନେଇ ଯାଏ ସେଇ ବାଟେ ଚାଲିବା।